ଓଡ଼ିଆ ଘରର ଆଳୁ ମଟନ ଝୋଳ ବନେଇବା ଯେତିକି ସହଜ, ଖାଇବା ପାଇଁ ମଧ୍ୟ ସେତିକି ବଢ଼ିଆ ଲାଗିଥାଏ। ମୁଁ ଘରେ କେମିତି ଆଳୁ ମଟନ ଝୋଳ ବନାଏ ତାରି ରେସିପି ଆଜି ଆପଣଙ୍କ ସହିତ ସେୟାର କରୁଛି। ଯଦି ଆପଣମାନେ ବି ଏମିତି ହିଁ ବନାନ୍ତି ତ ମୋତେ କମେଣ୍ଟରେ ନିଶ୍ଚୟ ଜଣେଇବେ। ଆଉ ଯଦି ଆପଣଙ୍କର ବି କୌଣସି ଗୋଟେ ନୂଆ ଷ୍ଟାଇଲ୍ ଅଛି ମଟନ କରି ବନେଇବାର ତ ତାରି ରେସିପି ମଧ୍ୟ ମୋତେ ନିଶ୍ଚୟ ଜଣାନ୍ତୁ। ମୁଁ ଥରେ ଟ୍ରାଏ କରିକି ଆପଣ ସମସ୍ତଙ୍କ ସହିତ ନିଶ୍ଚୟ ସେୟାର କରିବି। ନମସ୍କାର, ମୁଁ ଅମୃତା। ଆପଣ ସମସ୍ତଙ୍କୁ ମୋ କୁକିଂ ଚ୍ୟାନେଲରେ ବହୁତ ବହୁତ ସ୍ୱାଗତ ଜଣାଉଛି। ତ ଆସନ୍ତୁ ଏବେ ଆମେ ଏଇ ଆଳୁ ମଟନ ଝୋଳ ବନେଇବା ଷ୍ଟାର୍ଟ କରିବା। ତ ଆଳୁ ମଟନ ଝୋଳ ବନେଇବା ପାଇଁ ଏଇଠି ମୁଁ କୁକର ୟୁଜ୍ କରୁଛି। ଯଦି ଆପଣ ଚାହିଁବେ ତ କଢ଼େଇରେ ମଧ୍ୟ କରିପାରିବେ। ତ କୁକରକୁ ଭଲ ଭାବରେ ଗରମ କରିକି ଏଥିରେ ମୁଁ 5 ବଡ଼ ଚାମଚ ସୋରିଷ ତେଲ ଦେଉଛି। ତେଲ ଗରମ ହେଇଗଲେ ଏବେ ଏଇଠି ମୁଁ କଟା ଆଳୁକୁ ଦେଇକି ଭାଜିବି। ତ ସେଥିପାଇଁ ଏଇଠି ମୁଁ 2ଟି ବଡ଼ ସାଇଜ୍ର ଆଳୁକୁ ଭଲ ଭାବରେ ଧୋଇକି ତାକୁ କାଟିକି ନେଇଛି। ଏଇଠି ଆପଣ ଟିକେ ବଡ଼ ସାଇଜ୍ର ଆଳୁ ନେବେ, କାହିଁକି ନା ମଟନ ସହିତ ଆମେ ଆଳୁକୁ ସିଝେଇବା। ତ ଯଦି ଛୋଟ ସାଇଜ୍ର ଆଳୁ ଆପଣ ନେବେ ତ ସେଇଟା ମଟନ ଆଗରୁ ସିଝିଯିବ ଆଉ ତାପରେ ଝୋଳ ସହିତ ପୁରା ମିଳେଇଯିବ। ସେଥିପାଇଁ ଟିକେ ବଡ଼ ସାଇଜ୍ର ଆଳୁ ନେଲେ ସେଇଟା ଭଲ ଭାବରେ ସିଝିବ, ଗୋଟା ରହିବ ଆଉ ମଟନ ସହିତ ଗୋଟେ ଟାଇମ୍ରେ ସିଝିପାରିବ। ତ ଏଇଠି ଏବେ ଆମେ ଆଳୁକୁ ସାମାନ୍ୟ ଟିକେ ଲାଲ ହେବା ପର୍ଯ୍ୟନ୍ତ ଭାଜି ନେବା। ଆଳୁକୁ ଏଇଠି ଭଲ ଭାବରେ ଭଜା କରିବା ପାଇଁ ଏଇଠି ମୁଁ ଟିକେ ଅଧିକ ତେଲ ନେଇଛି। ଆଳୁ ଭଜା ହେଇଗଲା ପରେ ମୁଁ ତେଲ କାଢ଼ିଦେବି ଆଉ ଯେତିକି ଆମକୁ ରୋଷେଇ ପାଇଁ ଦରକାର ସେତିକି ହିଁ ରଖିବି। ଯଦି ଆପଣ ଚାହିଁବେ ତ ଆଳୁକୁ ଏମିତି ନ ଭାଜିକି ତାକୁ ଛାଣିକି ମଧ୍ୟ ନେଇପାରିବେ। ତ ଏଇଠି ଦେଖନ୍ତୁ ଆଳୁ ଏଇଠି ଭଲ ଭାବରେ ଭଜା ହେଇଗଲାଣି ଆଉ ସାମାନ୍ୟ ଟିକେ ଲାଲ ମଧ୍ୟ ଦେଖାଯାଉଛି। ତ ଏବେ ଆମେ ଆଳୁକୁ ତେଲରୁ କାଢ଼ିଦେବା। ଏଇଠି ଆପଣଙ୍କୁ ଆଳୁକୁ ପୁରାପୁରି ସିଝେଇବାର ନାହିଁ, କେବଳ ସାମାନ୍ୟ ଟିକେ ଲାଲ ହେଇଯିବ ସେତିକି ହିଁ ଭାଜି ନେବେ। ଏମିତି କରିଲେ ଆଳୁର ଯେଉଁ ଟିକେ କଞ୍ଚା ଟେଷ୍ଟ ଆସିଥାଏ ସେଇଟା ଆଉ ଜମାରୁ ଆସିବନି ଆଉ ଝୋଳରେ ତା'ର ଟେଷ୍ଟ ବହୁତ ହି ବଢ଼ିଆ ଆସିବ। ତ ଏଇଠି ଦେଖନ୍ତୁ ବହୁତ ସାରା ତେଲ ରହିଯାଇଛି। ତ ସେଥିରୁ ମୁଁ 2 ବଡ଼ ଚାମଚ ତେଲ କାଢ଼ି ଦେଉଛି। ଏଇ ତେଲକୁ ମୁଁ ଅନ୍ୟ କୌଣସି ରୋଷେଇ କରିବା ପାଇଁ ୟୁଜ୍ କରିନେବି। ଏବେ ଏଇଠି ଆମେ ଗୋଟା ମସଲା ଆଡ଼୍ କରିବା। ତ ସେଥିପାଇଁ ଏଇଠି ମୁଁ ନେଇଛି 1 ଚାମଚ ଜିରା, ତା ସହିତ 3ଟି ଶୁଖିଲା ଲଙ୍କା, 2ଟି ଲବଙ୍ଗ, 2 ଖଣ୍ଡ ତେଜପତ୍ର, 2ଟି ଗୁଜୁରାତି, ଗୋଟେ ବଡ଼ ସାଇଜ୍ର ଗୁଜୁରାତି, ଗୋଟେ ଛୋଟ ଖଣ୍ଡ ଡାଲଚିନି ଆଉ ଗୋଟେ ବହୁତ ହି ଛୋଟ ଖଣ୍ଡ ଜାବିତ୍ରୀ। ତ ଏବେ ଆମେ ଏସବୁ ଗୋଟା ମସଲାକୁ ତେଲରେ ଦେଇଦେବା ଆଉ ସବୁକୁ ଆମେ ସାମାନ୍ୟ ଟିକେ ଭଜା କରିନେବା। ତ ଆପଣ ଫ୍ଲେମ୍କୁ ମିଡ଼ିୟମ୍ରେ ରଖିକି ସବୁ ଗୋଟା ମସଲାକୁ ସାମାନ୍ୟ ଟିକେ ଭାଜିଦେବେ। ଗୋଟା ମସଲା ଏଇଠି ଭଜା ହେଇଗଲାଣି, ଜିରା ମଧ୍ୟ ଚଟକି ଯାଇଛି। ତ ଏବେ ଆମେ ଏଥିରେ ପିଆଜ ଆଡ଼୍ କରିବା। ତ ଏଇଠି ମୁଁ 2ଟି ବଡ଼ ସାଇଜ୍ର ପିଆଜକୁ ଏମିତି ଲମ୍ବା ଲମ୍ବା ଓ ପତଳା କରିକି କାଟିଛି, ତାକୁ ଦେଇଦେବା। ଏଇଠି ମୁଁ 300 ଗ୍ରାମ ମଟନ ୟୁଜ୍ କରିବି, ତ ସେଥିପାଇଁ ଏଇଠି ମୁଁ 150 ଗ୍ରାମ ପିଆଜ ଆଡ଼୍ କରିଛି। ତ ଯେତିକି ମଟନ ନେଇଛି ତା'ର ଅଧା ଏଇଠି ମୁଁ ପିଆଜ ଆଡ଼୍ କରିଛି। ପିଆଜକୁ ଏବେ ଆମେ ସାମାନ୍ୟ ଟିକେ ଲାଲ ହେବା ପର୍ଯ୍ୟନ୍ତ ଭାଜି ନେବା। ବହୁତ ଅଧିକ ବ୍ରାଉନ୍ କରିବେନି, ବାସ୍ ସାମାନ୍ୟ ଟିକେ ସଫ୍ଟ ହେଇକି ଲାଲ ଦେଖାଯିବ ସେତିକି ଆପଣ ତାକୁ ଭାଜି ନେବେ। ଏମିତି କରିଲେ ପିଆଜର ବହୁତ ହି ବଢ଼ିଆ ଟେଷ୍ଟ ଆସିଥାଏ। ତ ଏଇଠି ଆପଣ ଫ୍ଲେମ୍କୁ ଟିକେ ହାଇରେ ରଖିବେ, ମାନେ ମିଡ଼ିୟମ୍ ହାଇରେ ରଖିକି ପିଆଜକୁ ଭଜା କରିବେ, ଯେଉଁଥିରେ କି ପିଆଜଟା ଜଲ୍ଦି ଭଜା ହେଇପାରିବ। ଆଉ ଦେଖନ୍ତୁ କିଛି ସମୟ ପରେ ପିଆଜ ଏଇଠି ଭଜା ହେଇକି ସାମାନ୍ୟ ଟିକେ ଲାଲ ଦେଖାଗଲାଣି। ତାକୁ ଅଧିକ ବ୍ରାଉନ୍ କରିକି ଭାଜିବେନି, ଏମିତି ହିଁ ଭଜା ହେଇକି ସାମାନ୍ୟ ଟିକେ ଲାଲ ଦେଖାଯିବ ସେତିକି ହିଁ ଭାଜି ନେବେ। ଏବେ ଆମେ ଏଥିରେ ଆଡ଼୍ କରିବା 4 ବଡ଼ ଚାମଚ ଅଦା ରସୁଣ ବଟା। ଯଦି ଆପଣ ରାଗ ଖାଇବା ପାଇଁ ପସନ୍ଦ କରନ୍ତି ତ ଅଳ୍ପ କିଛି ଶୁଖିଲା ଲଙ୍କାକୁ ମଧ୍ୟ ବାଟିକି ପକାଇ ପାରିବେ, କିନ୍ତୁ ଏଇଠି ୟାକୁ ମୁଁ ଅଧିକ ରାଗ କରିବିନି। ଏବେ ଆମେ ଅଦା ରସୁଣକୁ ସାମାନ୍ୟ ଟିକେ ଭଜା କରି ନେବା, ଯେମିତିକି ତା'ର କଞ୍ଚା ଟେଷ୍ଟଟା ପଳେଇବ ଆଉ ସେଇଟା ସାମାନ୍ୟ ଟିକେ ଡ୍ରାଏ ହେଇଯିବ। ତ ଏଇଠି ଦେଖନ୍ତୁ କିଛି ସମୟ ପରେ ଅଦା ରସୁଣ ସାମାନ୍ୟ ଟିକେ ଭଜା ହେଇଗଲାଣି। ଏବେ ଏଥିରେ ଆମେ ଆଡ଼୍ କରିବା ଅଧା ଚାମଚ ହଳଦୀ ଗୁଣ୍ଡ, ତା ସହିତ 1 ଚାମଚ ଧନିଆ ଗୁଣ୍ଡ ଆଉ ତା ସହିତ ଅଧା ଚାମଚ ଜିରା ଗୁଣ୍ଡ। ଏବେ ଏଇଠି ମୁଁ ଆଡ଼୍ କରୁଛି 1 ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ।
ଏଇଟା ଦେବା ଦ୍ୱାରା କେବଳ ଭଲ କଲର୍ ଆସିବ, ଏଇଟା ଜମାରୁ ବି ରାଗ ଲାଗିବନି। ଯଦି ଆପଣଙ୍କ ପାଖରେ ଏଇ ଲଙ୍କାଗୁଣ୍ଡ ଅଛି ତ ନିଶ୍ଚୟ ଆଡ଼୍ କରନ୍ତୁ। ଏଇଟା ତରକାରୀରେ ବହୁତ ହି ବଢ଼ିଆ କଲର୍ ଦେଇଥାଏ। ଏବେ ଦେଖନ୍ତୁ ଏଇଠି ମୁଁ ସବୁ ଶୁଖା ମସଲା ଆଡ଼୍ କରିଛି, ତ ଏଇଟା ନା ଏବେ ପୋଡ଼ିବାର ଚାନ୍ସ ରହୁଛି, ତ ସେଥିପାଇଁ ଆମେ ଫ୍ଲେମ୍ଟାକୁ ମିଡ଼ିୟମ୍ରେ ରଖିଦେବା। ଆଉ ଏଥିରେ ଆମେ ଅଳ୍ପ ଟିକେ ପାଣି ଆଡ଼୍ କରିବା, ଯେମିତିକି ମସଲା ସବୁ ପୋଡ଼ିବନି ଆଉ ଭଲ ଭାବରେ ଭଜା ମଧ୍ୟ ହେଇପାରିବ। ଏବେ ଆମେ ମସଲାକୁ ଭଲ ଭାବରେ କଷି ନେବା, ତ ସେଥିପାଇଁ ଆମେ ମସଲାରେ ଅଳ୍ପ ଅଳ୍ପ ପାଣି ଦେଇକି ତାକୁ ଭଲ ଭାବରେ କଷିବା। ଆମେ ପ୍ରଥମେ ମସଲାରେ ଅଳ୍ପ ଟିକେ ପାଣି ଦେବା ଆଉ ତାକୁ କଷିବା। ଯେତେବେଳେ ମସଲାଟା ଡ୍ରାଏ ହେଇଯିବ ଆମେ ସେଥିରେ ଆଉ ଟିକେ ପାଣି ଦେଇକି ପୁଣି ଥରେ ମସଲାକୁ କଷି ନେବା। ଆଉ ଏ ଷ୍ଟେପ୍କୁ ଆମେ ପାଖାପାଖି 3ରୁ 4 ଥର ରିପିଟ୍ କରିବା। ଯେତେବେଳେ ଆମେ ଦେଖିବା କି ମସଲାଟା ତେଲ ଛାଡ଼ିବାକୁ ଲାଗିଲାଣି, ତାପରେ ଆମେ ଜାଣିବା କି ମସଲାଟା କଷା ହେଇ ଆସିଲାଣି। ତ ଆମେ ଫ୍ଲେମ୍କୁ ମିଡ଼ିୟମ୍ରେ ରଖିକି ମସଲାକୁ ଭଲ ଭାବରେ କଷି ନେବା। ଯେତେ ଯାଏ ମସଲାଟା ତେଲ ନ ଛାଡ଼ି ଦେଇଛି ସେତେ ଯାଏ ଆପଣ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇକି ମସଲାକୁ ଭଲ ଭାବରେ କଷି ନେବେ। ଯେତେବେଳେ ବି ଆପଣ ନନଭେଜ୍ ବନାଉଛନ୍ତି ମସଲାକୁ ଭଲ ଭାବରେ କଷିବେ। ଏମିତି କରିଲେ ତରକାରୀର ଟେଷ୍ଟ ବହୁତ ହି ବଢ଼ିଆ ଆସିଥାଏ। ତ ଏଇଠି ଦେଖନ୍ତୁ କିଛି ସମୟ ମସଲାକୁ ଭଲ ଭାବରେ କଷି ସାରିବା ପରେ ସେଇଟା ଏବେ ତେଲ ଛାଡ଼ି ଦେଇଛି ଆଉ ଏଇଟା ଏବେ ଭଲ ଭାବରେ କଷା ମଧ୍ୟ ହେଇଗଲାଣି। ତ ଏବେ ଆମେ ଏଥିରେ ମଟନ୍ ଆଡ଼୍ କରିବା। ତ ଏଇଠି ମୁଁ 300 ଗ୍ରାମ ମଟନ୍ ନେଇଛି, ତାକୁ ଏଥିରେ ଦେଇକି ଭଲ ଭାବରେ କଷି ନେବା। ତ ମଟନ୍କୁ ମସଲାରେ ଦେଇ ସାରିବା ପରେ ଏବେ ଆମେ ୟାକୁ ଭଲ ଭାବରେ ମିଶାଇ ନେବା। ଆଉ ଏବେ ମଟନ୍କୁ କଷିବା ପାଇଁ ଆମେ ଫ୍ଲେମ୍କୁ ମିଡ଼ିୟମ୍ରେ ରଖିଦେବା। ଅଧିକ ହାଇ ଫ୍ଲେମ୍ କିମ୍ବା ଲୋ ଫ୍ଲେମ୍ କରିବେନି, ମିଡ଼ିୟମ୍ ଫ୍ଲେମ୍ରେ ହିଁ ମଟନ୍କୁ କଷିବେ। ଯେତେବେଳେ ମଟନ୍ଟା ମସଲା ସହିତ କଷା ହେବ ତ ମଟନ୍ରୁ ମଧ୍ୟ ଅଳ୍ପ ଟିକେ ପାଣି ଆସିବ, ତ ସେଇ ପାଣିଟା ଶୁଖିବା ପର୍ଯ୍ୟନ୍ତ ଆମେ ମଟନ୍କୁ କଷିବା। ଆପଣ ଏଥିରେ ମଟନ୍ ଦେଇ ସାରିବା ପରେ ସାଙ୍ଗେ ସାଙ୍ଗେ ଲୁଣ ଆଡ଼୍ କରିବେନି। ପ୍ରଥମେ ତାକୁ ମସଲା ସହିତ 1ରୁ 2 ମିନିଟ୍ କଷିବେ, ତାପରେ ଯାଇକି ଆପଣ ଏଥିରେ ଲୁଣ ଆଡ଼୍ କରିବେ। ତ ଏଇଠି ମୁଁ ପାଖାପାଖି 2 ମିନିଟ୍ ହେବ ମଟନ୍କୁ ମସଲା ସହିତ କଷି ନେଇଛି। ଏବେ ଆମେ ଏଥିରେ ଲୁଣ ଆଡ଼୍ କରିବା। ତ ସ୍ୱାଦ ଅନୁସାରେ ଲୁଣ ଏଥିରେ ଆଡ଼୍ କରିବେ, ମାନେ ଟୋଟାଲ୍ ଆଳୁରେ ଯେତିକି ଲାଗିବ, ମଟନ୍ରେ ଯେତିକି ଲାଗିବ ଆଉ ଝୋଳ ଯେତିକି ରଖିବେ ସେଇ ହିସାବରେ ଆପଣ ଏଥିରେ ଲୁଣ ଆଡ଼୍ କରିବେ। ନହେଲେ ତ ଆପଣ ଚାହିଁଲେ ପରେ ମଧ୍ୟ ଲୁଣ ଆଡ଼୍ କରିପାରିବେ। ଏବେ କେବଳ ମଟନ୍ରେ ଲାଗିବା ଯେତିକି ଲୁଣ ମଧ୍ୟ ଆଡ଼୍ କରିପାରିବେ, କିନ୍ତୁ ଏଇଠି ମୁଁ ଟୋଟାଲ୍ ଯେତିକି ଲୁଣ ଲାଗିବ ସବୁ ଏକାଥରକେ ହିଁ ଆଡ଼୍ କରିଦେଇଛି। ତ ଏବେ ଲୁଣ ଦେଲା ପରେ ମଟନ୍ରୁ ଆଉ ଟିକେ ପାଣି ଆସିବ, ତ ସେଥିପାଇଁ ଆମେ ତାକୁ ଏବେ ଭଲ ଭାବରେ କଷି ନେବା। ଏବେ ଆମେ ୟାକୁ ମଝିରେ ମଝିରେ କଭର୍ କରିକି କିଛି ସମୟ ପାଇଁ କଷି ନେବା, ଯେମିତିକି ମଟନ୍ର ଯେଉଁ ପାଣି ଅଂଶ ଅଛି ସେଇଟା ଶୁଖିଯିବ। ତ ଏବେ ଆମେ ଫ୍ଲେମ୍କୁ ମିଡ଼ିୟମ୍ରେ ରଖିକି ୟାକୁ କଭର୍ କରିଦେବା ଆଉ କିଛି ସେକେଣ୍ଡ ପାଇଁ ୱେଟ୍ କରିବା। ତାପରେ ଆମେ କଭର୍ ଖୋଲିକି ତାକୁ ଟିକେ ମିକ୍ସ କରିଦେବା। ଆଉ ଏ ପ୍ରୋସେସ୍କୁ ଆମେ ସେତେ ଯାଏ ରିପିଟ୍ କରିବା ଯେତେ ଯାଏ ମଟନ୍ଟା ଡ୍ରାଏ ନ ହେଇଯାଇଛି। ତ ଦେଖନ୍ତୁ ଏଇଠି କିଛି ସମୟ ମଟନ୍କୁ ଏମିତି କଷିଲା ପରେ ସେଇଟା ଏବେ ଡ୍ରାଏ ହେଇଯାଇଛି। ମଟନ୍ର ପାଣି ଅଂଶ ଏଇଠି ଶୁଖି ଆସିଲାଣି। ତ ଏବେ ଆମେ ଏଥିରେ ପାଣି ଆଡ଼୍ କରିବା। ତ ଆପଣ ଏଥିରେ ଏତିକି ପାଣି ଆଡ଼୍ କରିବେ ଯେମିତିକି ମଟନ୍ ପିସେସ୍ ସବୁ ବୁଡ଼ିକି ରହିବ, ତାଠୁ ଅଧିକ ପାଣି ଆଡ଼୍ କରିବେନି। ଏବେ ଆମେ କେବଳ ମଟନ୍କୁ ସିଝେଇବା। ଆପଣ ଗ୍ରେଭିକୁ ଯେତିକି ମୋଟା କିମ୍ବା ପତଳା ଚାହୁଁଛନ୍ତି ସେଇଟା ଆପଣ ମଟନ୍ ସିଝି ସାରିଲା ପରେ ଏଥିରେ ପାଣି ଦେଇକି ତାକୁ ଆଡ଼ଜଷ୍ଟ କରିବେ। ତ ଏବେ ମଟନ୍ରେ ପାଣି ଦେଇକି ଆମେ ୟାକୁ ଭଲ ଭାବରେ ମିଶାଇ ଦେବା। ତାପରେ ଆମେ ଏଥିରେ ଭାଜିକି ରଖିଥିବା ଆଳୁକୁ ମଧ୍ୟ ଦେଇଦେବା। ଯେତେବେଳେ ପାଣି ଫୁଟି ଆସିବ ତାପରେ ଯାଇକି ଆପଣ ଏଥିରେ ଆଳୁକୁ ଆଡ଼୍ କରିବେ। ତ ଆଳୁ ଦେଇକି ଆମେ ୟାକୁ ପୁଣି ଥରେ ଭଲ ଭାବରେ ମିଶାଇ ଦେବା। ପାଣି ବି ଦେଖନ୍ତୁ ଏଇଠି ଫୁଟୁଛି। ତ ଏବେ ଆମେ ଏଥିରେ 2ଟି ଗୋଟା ରସୁଣ ଆଡ଼୍ କରିବା। ଏଇଟା ଦେବା ଦ୍ୱାରା ମଟନ୍ରେ ବହୁତ ହି ବଢ଼ିଆ ଟେଷ୍ଟ ଆସିଥାଏ। ଏବେ ତା ସହିତ ଏଇଠି ମୁଁ ଚର୍ବି ମଧ୍ୟ ଆଡ଼୍ କରୁଛି। ଏ ଯେଉଁ ଚର୍ବି ଅଛି ଆଉ ଯେଉଁ ମଟନ୍ ଅଛି ସେଇଟା ମିଶାଇକି 300 ଗ୍ରାମ ହେବ। ତ ଯାହା ବି ଚର୍ବି ଥିଲା ତାକୁ ମୁଁ ସାଇଡ଼ରେ ରଖିଦେଇଥିଲି ଆଉ ତାକୁ ଏଇଠି ମୁଁ ଏବେ ଆଡ଼୍ କରୁଛି। ତ ଚର୍ବି ଦେଇକି ଆମେ ୟାକୁ ଭଲ ଭାବରେ ମିଶାଇ ଦେବା।
आउ एबे आमे कुकर रे कवर लगेकी हाई फ्लेम रे 4टी सीटी आसीबा पर्यंत रोसई करिबा। 4टी सीटी आसीगला परे आमे फ्लेम को एकदम लो रे रखिदबा। आउ लो फ्लेम रे 10 मिनिट पर्यंत ताकू आमे सेमिति रोसई करिबा। 10 मिनिट परे आमे फ्लेम को ऑफ करिकी कुकर प्रेशर को रिलीज हबा पर्यंत वेट करिबा। कुकर रे एठी हाई फ्लेम रे 4टी सीटी आसी जाइछि। तो एबे आमे फ्लेम को एकदम लो रे रखिदबा। आउ लो फ्लेम रे आमे याकू 10 मिनिट पई कुक करिबा। 10 मिनिट परे आमे फ्लेम को ऑफ करिदबा। आउ यार प्रेशर को रिलीज हबा पर्यंत वेट करिबा। तो ये किछि समय परे कुकर प्रेशर रिलीज हो गलानी। तो एबे आमे कवर को खोली दबा। आउ ये मटन आउ आलू बहुत ही बढ़िया भाव में सीझी जाइछि। तो ये मु पुणी थरे फ्लेम को ऑन करुछि। आउ एबे आमे एथिरे ऐड करिबा आधा चामच मटन मसला। जदि आपण चाहिए ता सहित आधा चामच गरम मसला मध्य पकई पारिबे। एबे एथिरे मटन मसला देला परे आमे याकू भल भाव में मिसई नबा। आउ याकू किछि सेकेंड पई फुटिबा पई दबा। एठी मटन आउ आलू भल भाव में सीझी जाइछि। देखंतु एठी मु आपनको देखौछि मध्य मटनटा बहुत ही बढ़िया भाव में एठी सीझी जाइछि। आउ ता सहित आलू मध्य एठी भल भाव में सीझी जाइछि। जदि मटन 4टी सीटी रे सिझुनी तो आपण आउ गोटे 2टा सीटी लगेकी मटन को भल भाव में सिझेई नेबे। जेतेबेले आपण कवर खोलुचंती आउ देखुचंती कि मटन सिझिनी किंतु आलू सिझी जाइछि तो आपण आलू को काढ़ी देबे। आउ जो रसुण अछि ताकू मध्य काढ़ी देबे। तापरे आपण मटन रे आउ गोटे 2टा सीटी लगेकी ताकू सिझेई नेबे। नहले तो मटन जेते जाए सिझिनी सेते जाए आपण ताकू रोसई करि नेबे। तापरे आपण सेथिरे काढ़ी के रखिथिबा आलू आउ रसुण को देबे। आउ तापरे मटन मसला किंबा गरम मसला देकी ताकू किछि सेकेंड पई फुटेई नेबे। आउ तापरे आपण ताकू गरम गरम खाइबा पई सर्व करि परिबे। तो ये मु मटन रो झोल को एतिकिरे रखिछि। जदि आपण टिके मोटा झोल चाहुचंती तो याकू किछि समय पई फुटेई नेबे। आउ जदि पतला झोल चाहुचंती तो अल्प टिके पानी मिसेइकी आपण याकू एडजस्ट करि नेबे। तो ये आमर गर्मा गरम मटन रेडी हो जाइए खाइबा पई। एबे आमे याकू भात सहित खाइबा पई सर्व करिबा। आशा करिबी आजिर ये रेसिपी आपनको पसंद आसीथिबो। जदि पसंद आसे तो वीडियो को लाइक करिवे, निजर फ्रेंड्स और फैमिली सहित शेयर करिवे। आउ आगको एमिति ही रेसिपीज देखिबा पई चैनल को सब्सक्राइब करि नेबे। तो पुणी भेट हेबो आउ गोटे नुआ वीडियो रे। सेते जाय रहिली नमस्कार।